ततः शङ्खाश्च भैर्यश्च पणवानकगोमुखः सहसैवाभ्यः न्यन्त सशब्दस्तु मूलोऽभवत्। ଯେମିତିକି ପିତାମହ ଭୀଷ୍ମଙ୍କ ଶଙ୍ଖ ଧ୍ୱନି ବନ୍ଦ ହେଲା, ଠିକ୍ ତାପରେ ଏକା ସାଙ୍ଗରେ ଅନେକ ଗୁଡ଼ାଏ ଶଙ୍ଖ, ନାଗରା, ଢୋଲକ, ମାଦଲ ଇତ୍ୟାଦି ବାଜି ଉଠିଲା ଏବଂ ଚତୁର୍ଦିଗ କମ୍ପମାନ ହେଲା। ଆମେ ପ୍ରାୟତଃ କୌଣସି ବିବାହ, ମେଳା କିମ୍ବା ଉତ୍ସବ ପାଳନ କଲେ ଏହି ଢୋଲକ, ନାଗରା ଏବଂ ଶଙ୍ଖ ବଜାଇଥାଉ ଏବଂ ନିଜର ଖୁସିର ପ୍ରକାଶ କରିଥାଉ। କିନ୍ତୁ ଏଠାରେ ଯେଉଁ ଢୋଲକ ଏବଂ ନାଗରା ବାଜୁଥିଲା ତାହା କୌଣସି ଉତ୍ସବ କିମ୍ବା ଖୁସି ପାଇଁ ନଥିଲା, ବରଂ ସେଇଟା ଗୋଟାଏ ସଙ୍କେତ ଥିଲା ଗୋଟାଏ ମହାଯୁଦ୍ଧର ଆରମ୍ଭର। କାରଣ ଏହି ଢୋଲକ ନାଗରାର ଧ୍ୱନିରେ ମନରେ ଉତ୍ସାହ ଉତ୍ପନ୍ନ ହେଉନଥିଲା ବନ୍ଧୁଗଣ, ବରଂ ଉତ୍ପନ୍ନ ହେଉଥିଲା ଭୟ ଏବଂ ଡରର, କାରଣ ଏହି ଧ୍ୱନି ଖୁବ୍ ଭୟାନକ ଥିଲା। କୁରୁକ୍ଷେତ୍ରରେ ଏହି ଧ୍ୱନି ଗୋଟାଏ ଦୃଷ୍ଟିକୋଣ ଥିଲା କିମ୍ବା ଭିଜନ ଥିଲା ଗୋଟାଏ ମହାଯୁଦ୍ଧର ଆରମ୍ଭର। ଶିକ୍ଷା ସବୁକିଛି ଆପଣଙ୍କ ଦୃଷ୍ଟିକୋଣରୁ ଆରମ୍ଭ ହୁଏ ଏବଂ ଆପଣଙ୍କ ଲକ୍ଷ୍ୟରେ ଶେଷ ହୁଏ। ଏଭ୍ରିଥିଙ୍ଗ ଷ୍ଟାର୍ଟସ୍ ୱିଥ୍ ୟୋର ଭିଜନ ଆଣ୍ଡ ଏଣ୍ଡସ୍ ଇନ୍ ୟୋର ମିଶନ। ହରେ କୃଷ୍ଣ।